ଇଏ ବ୍ଲକ ର କିଏ ଗଲେ, ପାରାଦୀପ ମ୍ୟୁନିସିପାଲିଟି କିଏ ଗଲେ, କୁବରଗର ନା କାହିଁ, ଏବଂ ବସତିଶ୍ୱର କାହିଁ, ଏସବୁ ପଚାର। ନାଇଁ, ଅତୀତରେ ଆପଣଙ୍କୁ ମୁଁ କହିଥିଲି ବିଜୁ ଜନତା ଦଳ ଏ ଶ୍ରମିକ ରାଜନୀତିରେ ପଶେନି। ତ ଦୁଇଟି ଶ୍ରମିକ ସଂଗଠନ ଭିତରେ ବିବାଦ ଚାଲିଛି। ତ ସେଇ ପରିପ୍ରେକ୍ଷୀରେ ଆପଣ ଯଦି ଆଜି ସେ ଯାଇଛନ୍ତି ଆମେ ତ କିଏ ଜାଣିନୁ, କିନ୍ତୁ ବିଜୁ ଜନତା ଦଳର କୌଣସି ଆଧାରରେ ସଂଶ୍ଳିଷ୍ଟ ନାହିଁ ବିଜୁ ଜନତା ଦଳ। ତେଣୁ ସେ ତାଙ୍କର କଣ କରୁଛନ୍ତି, ଏବଂ ସାଙ୍ଗରେ ଯଦି କାହାକୁ ନେଇଥିବେ ବ୍ୟକ୍ତିଗତ ସମ୍ପର୍କ ଦୃଷ୍ଟିରୁ କିଏ କିଏ ଯାଇଥିବ, ଠିକ ଅଛି। ବିଜୁ ଜନତା ଦଳ କାହାର ପୈତୃକ ସମ୍ପତ୍ତିରୁ କି ତା ନାଁଟା ବ୍ୟବହାର କରିବେ, ଏଠି ମାନ୍ୟବର ସଭାପତି ନବୀନ ପଟ୍ଟନାୟକଙ୍କର କୌଣସି ଇନଷ୍ଟ୍ରକ୍ସନ ନାହିଁ ଆମ ପ୍ରତି, ଠିକ ଅଛି, ଯେ ଏଇ କାମ କର, ଏଇଥିରେ ଯାଅ ବୋଲି। ଆମକୁ ଦଳ ତରଫରୁ କୌଣସି ନିର୍ଦ୍ଦେଶ ଆସିନି। ଏବଂ ଦଳର ବିଧିବଦ୍ଧ 5 ବର୍ଷ ବିଧାୟକ ମୁଁ ରହିଲି, ଏଥର କ୍ୟାଣ୍ଡିଡେଟ୍ ଗୀତା ଜଡିତରେ ମୋର ପୌରାଧ୍ୟକ୍ଷ ଅଛନ୍ତି ବସନ୍ତ ବିଶ୍ୱାଳ, ହେଲା, ଉପସଭାପତି ଅଛନ୍ତି କୁବରବର ନାୟକ, ଆମେ ସବୁ କିଛି ଜାଣିନୁ। ବିଜୁ ଜନତା ଦଳର କୌଣସି ଭୂମିକା ନାହିଁ। ଆଉ ବାକି ରହିଲା ବ୍ଲକ, ଏଇଟା ହଉଛି ପାରାଦୀପ ପଦନାଞ୍ଚଳରେ DLR ମାନଙ୍କ ଭିତରେ ଦିଟା ୟୁନିୟନ ଭିତରେ ଇଏ। ତେଣୁ ତାଙ୍କର ବ୍ୟକ୍ତିଗତ ସମ୍ପର୍କ ଯଦି ବ୍ଲକର ଅଧ୍ୟକ୍ଷ ତାଙ୍କ ସ୍ୱାମୀ କାହାକୁ ନେଇକି ଯାଇଥିବେ, ସେ ତା ବ୍ୟକ୍ତିଗତ ସମ୍ପର୍କ ଯାଇଥିବେ, ତା ଦେହରେ କିଛି କହିବାର ନାହିଁ। ଯିଏ ଯାହାକୁ ପସନ୍ଦ କରିବ ସେ ତା ସହିତ ଯାଇପାରିବ, ଆମ ଆଗରେ କଣ କହିବାର ଅଛି। କିନ୍ତୁ ରାଜନୀତିକରଣ କରିବା ଉଚିତ, କାରଣ ଆମ ଦଳର ସଭାପତିଙ୍କ ନିର୍ଦ୍ଦେଶ ନାହିଁ କି ଦଳର ଅନ୍ୟ ପଦାଧିକାରୀ ଯୋଉମାନେ ଉପରେ ଅଛନ୍ତି ସେମାନେ କୌଣସି ନିର୍ଦ୍ଦେଶ ନାହିଁ ଆମ ପ୍ରତି। ନାଇଁ କିଏ ପ୍ୟାଡ୍ ବ୍ୟବହାର କଲା, ମୁଁ ତ ପ୍ୟାଡ୍ ତ ବ୍ୟବହାର କରି, ପ୍ୟାଡ୍ ବ୍ୟବହାର କରିବା ପାଇଁ ଅଧିକାର ଦେବେ କି ପୌରାଧ୍ୟକ୍ଷ କି ପୌର ସଭାପତି ବିଜୁ ଜନତା ସଭାପତି ବସନ୍ତ ବିଶ୍ୱାଳ ଦେଇପାରିବେ, ସେ ତ ଦେଇନାହାନ୍ତି। ବାକି ବିଧାୟକ ହିସାବରେ ତ ମୁଁ ତ ଦେଇନି, ଜିଲ୍ଲା ସଭାପତି ହିସାବରେ ପ୍ରସାଦ ବଦଳି କରିନାହାନ୍ତି। ତ ପ୍ୟାଡ୍ ଆପଣ ୟୁଜ କେମିତି କରିବେ, କିଏ କରିପାରିବ? ସେଇଟା ନାଁ ନେଇକି ବିଜୁ ଜନତା ନାଁ ନେଇକି ଏଇଟା ଗୋଟେ କିଏ ଯଦି ବ୍ୟବହାର କରୁଥିବେ, ସେମିତି ବିଜୁ ଜନତା ଦଳ ତରଫରୁ ବିଧିବଦ୍ଧ କୌଣସି ଇନଷ୍ଟ୍ରକ୍ସନ ଆସିନାହିଁ। ବିଜେଡି ଦଳ କେମିତି ହେଇପାରିବ? ବାପି ସାର୍ କି ବିଜେଡି ଦଳକୁ ଆସିଲେ କେବେ? 3-4 ମାସ ଆସିକି କଣ ଦଳ ଜଣେ ନେତା ହେଇଯିବେ? ସେମିତି କଣ ହୁଏ? ଦଳକୁ ନବୀନ ପଟ୍ଟନାୟକ ଭଲ ପାଇକି, ବିଜୁ ଜନତା ଦଳ ଆଦର୍ଶକୁ ଭଲ ପାଇ ସେ ଆସିଲେ, ଠିକ ଅଛି, ଆମେ ସ୍ୱାଗତ କଲୁ। କିନ୍ତୁ ତାମାନେ ନେତା ହେବାଟା କଣ ସହଜ କଥା? ବର୍ଷ ଧରି ଆମେ ଗୋଟିଏ କଥା ପାଟିରେ ଦେବୁ, ନବୀନ ପଟ୍ଟନାୟକ ଜିନ୍ଦାବାଦ, ବିଜୁ ଜନତା ଦଳ ଜିନ୍ଦାବାଦ। 3-4 ମାସ ଯୋଉଟା ଆସିକି ତୁଙ୍ଗ ନେତା କେମିତି କଣ ନିଜକୁ କହିବେ? ଆମେ ତ ତାକୁ ଦଳରେ ଗ୍ରହଣ କଲୁ, ସ୍ୱାଗତ କରିଛୁ, ଭାଇ ହିସାବରେ ଗ୍ରହଣ କରୁଛୁ, ଆଉ ପୁଣି କଣ? କିନ୍ତୁ ଦଳର ପ୍ୟାଡ୍ ଯଦି କିଏ ବ୍ୟବହାର କରୁଥିବ ଏଇଟା ଉଚିତ ନୁହଁ, କାରଣ ସେଇଟା ବିଧିବଦ୍ଧ ଆପଣଙ୍କ ପୌରର ସଭାପତି ଯେ ବିଜୁ ଜନତା ସଭାପତି ବସନ୍ତ ବିଶ୍ୱାଳ ଠାରୁ ପରିମିଶନ ସେ ନେବା କଥା, ନଚେତ୍ ଜିଲ୍ଲା ସଭାପତି ରବୀନ୍ଦ୍ର ଜେନ ତାଙ୍କଠାରୁ ପରିମିଶନ ନେବା କଥା। କିନ୍ତୁ ନ ଦେଇକି ଯଦି କରିଥିବେ ଏଇଟା ତ ଉଚିତ, କାରଣ ମୋର ତ ଧାରଣା ନାହିଁ ସେମିତି କିଏ ବ୍ୟବହାର କରିପାରିବେ ବୋଲି, କି କାହାକୁ ମାଗିଛନ୍ତି ପରିମିଶନ, ମୁଁ ଜାଣିନି ସେ ବିଷୟରେ କିଛି। ବିଜେଡିର କଣ, ବିଜେଡି ସବୁବେଳେ ଲୋକଙ୍କ ସାଙ୍ଗରେ ଅଛି, ସେ ୟୁନିୟନରେ ପଶି କଣ କରିବ? ହେଲା, ବିଜେଡି ସାଧାରଣ ଲୋକଙ୍କ ସାଙ୍ଗରେ ଥିଲା, ଅଛି, ରହିବ ମଧ୍ୟ। ଆମର ମାନ୍ୟବର ସଭାପତିଙ୍କ ନିର୍ଦ୍ଦେଶ, ଲୋକମାନଙ୍କ ସେବା କରି ତାଙ୍କ ସାଙ୍ଗରେ ରହିବା। ଆମେ ୟୁନିୟନରେ ପଶିକି କାହାର ଦଳା ବଡା କାହାର ଆମେ ତା ଦେହରେ କଣ କରିବୁ? ହେଲା, କାରଣ ସେ ୟୁନିୟନରେ କଣ ଖାଲି ତୋର ପାରାଦୀପ ନିର୍ବାଚନ ମଣ୍ଡଳୀ ଲୋକ ଅଛନ୍ତି? ସେ ୟୁନିୟନରେ ପାଟକୁରା, ମହାକାଳପଡା ଠାରୁ କେନ୍ଦ୍ରାପଡା ଠାରୁ କି ଜଗତସିଂହପୁର, ତିର୍ତ୍ତୋଲ ସବୁ ଲୋକ ଅଛନ୍ତି। ତାହେଲେ ପାରାଦୀପ ବିଜୁ ଜନତା ଦଳ କାହା ପାଇଁ ଫାଇଟ୍ କରିବ? ଏମାନଙ୍କ ପାଇଁ। ତେଣୁ ଏଇଟା ୟୁନିୟନ ଭିତରେ ସବୁ ଅଞ୍ଚଳର ଲୋକ ଥାଆନ୍ତି। ତେଣୁ ଶ୍ରମିକ ନେତା ସମସ୍ତଙ୍କର ନେତା ହିସାବରେ ଶ୍ରମିକ ମାନଙ୍କର ଭଲ ମନ୍ଦ ବାବଦରେ ଚିନ୍ତା କରେ, କେମିତି ଦରା ବଢିବ, କଣ କରିବ, ଇଏ ସିଏ। ନିଶ୍ଚିତ ଭାବରେ ବାବଦରେ ଉପରେ ହାଇକମାଣ୍ଡ ଜଣାଯିବ। ଯଦି କିଏ ଅପବ୍ୟବହାର କରିବ ଦଳର ନାଁ ବିନା ସଭାପତିଙ୍କ ନିର୍ଦ୍ଦେଶରେ, ତାହେଲେ ଜିଲ୍ଲା ସଭାପତିଙ୍କ ନିର୍ଦ୍ଦେଶ ନାହିଁ, ଆପଣଙ୍କର ମ୍ୟୁନିସିପାଲିଟି ସଭାପତିଙ୍କର ନିର୍ଦ୍ଦେଶ ନାହିଁ, ଆପଣ ରାଜ୍ୟ ସଭାପତିଙ୍କ ନିର୍ଦ୍ଦେଶ ନାହିଁ, କିନ୍ତୁ ଏଭଳି ଅପବ୍ୟବହାର କଲେ ବିଷୟ ଏଇଟା ହାଇକମାଣ୍ଡକୁ ଦୃଷ୍ଟିକୁ ଯିବ, ଏଇଟା ଉଚିତ ନୁହଁ। କିନ୍ତୁ ଆପାତତଃ ଆମେ କି ଜାଣିନୁ କି ଆମ ଦଳ ସଭାପତି କି ଦଳ ତରଫରୁ ହାଇକମାଣ୍ଡ ତୁଙ୍ଗ ନେତାମାନଙ୍କ ତରଫରୁ ବ୍ୟକ୍ତିଗତ ମୁଁ ମୋ କଥା କହିବି, ଏବଂ ଯେତେ ଦୂର ଆଶା ଅନ୍ୟମାନଙ୍କ ପାଖକୁ ମଧ୍ୟ ସେଭଳି କୌଣସି ନିର୍ଦ୍ଦେଶ ଯାଇନାହିଁ। ମୋର କାହାକୁ ଦୃଷ୍ଟି ଆଣିବା ଦରକାର ନାହିଁ, ଆଉ ସେ ଖବର ଆପେ ଆପେ ହାଇକମାଣ୍ଡ ପାଖକୁ ପଳେଇବ, ଆମେ କାହିଁ କଣ କରିବା? ହେଲା, ଦଳ ଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କଲେ ଦଳ ତାକୁ ସାଧାରଣ ଗ୍ରହଣ କରିବ, କିନ୍ତୁ ବିନା ନିର୍ଦ୍ଦେଶରେ ଦଳର ଲେଟର ପ୍ୟାଡ୍ ହଉ, ଦଳ ନାଁ ନେଇକି କେଉଁ ବ୍ୟକ୍ତିଗତ ଇଏ ପାଇଁ କିଏ ବ୍ୟବହାର କରିବ, ସେଟା ହାଇକମାଣ୍ଡ ବିଚାର କରିବେ। ମୁଁ କାହା ବିରୁଦ୍ଧରେ କାହିଁ କହିବାକୁ ଯିବି, କଣ ହବ? ଠିକ ଅଛି, ସିଏ ଭାବିଥିବେ ମୁଁ ତାଙ୍କ ସାଙ୍ଗରେ ଯିବିନି, କଣ କରିବି, ସେ କଣ ଭାବିଥିବେ ମୁଁ ଜାଣିନି, କି ମତେ ପସନ୍ଦ ନେଇନଥିବେ, ସେଟା ତାଙ୍କ ବ୍ୟକ୍ତିଗତ ଇଚ୍ଛା। ସେ ଅନ୍ୟମାନଙ୍କୁ ଚିନ୍ତା କଲେ ଏମାନେ ମୋ ସହଯୋଗିତାକୁ ନେବି ଆଉ ମତେ ସମ୍ବିତ ନେବି, ସେଟା ତାଙ୍କ ବ୍ୟକ୍ତିଗତ କଥା, ତା ଦେହରେ ଆମର କଣ ସେଟା ନାହିଁ ଯେ। କିନ୍ତୁ ଏଇଟା ଦୁଇ ଶ୍ରମିକ ସଂଗଠନ ଭିତରେ ଚାଲିଛି, ତେଣୁ ତା ଭିତରେ ସେ କାହାକୁ ସାଙ୍ଗରେ ନେଲେ କାହାକୁ ନେଲେ ମୋର କିଛି କହିବାର ନାହିଁ। କିନ୍ତୁ ଦୁଇ ବାପି ଭିତରେ ଠିକ ଠାକ ଅଛି, ଆମେ ଏକାଠି ଅଛୁ, କିଛି ଅସୁବିଧା ନାହିଁ। ହେଲା, ନାଇଁ ମତେ ଯୋଗାଯୋଗ କରିନାହାନ୍ତି, ମତେ କେହି କିଛି କହିନାହାନ୍ତି।